ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 76ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ହେବ ଆଲୋଚନା। ଆକାଶବାଣୀର ସମସ୍ତ ନେଟୱାର୍କରେ ଆଜି ରାତି 10ଟାରେ ପ୍ରସାରଣ ହେବ ସର୍ବଭାଷା କବି ସମ୍ମିଳନୀ। ସାରା ଦେଶରେ ଆଜି ପାଳିତ ହେଉଛି 15 ଜାତୀୟ ଭୋଟର ଦିବସ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜି ସନ୍ଧ୍ୟାରେ ଖେଳାଯିବ ଦ୍ୱିତୀୟ T20 କ୍ରିକେଟ ମ୍ୟାଚ୍। 76ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ସନ୍ଧ୍ୟା 7ଟାରୁ ଆକାଶବାଣୀର ସମସ୍ତ ନେଟୱାର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ପ୍ରସାରଣ ହେବ। ଦୂରଦର୍ଶନରେ ହିନ୍ଦୀ ଓ ଇଂରାଜୀ ଭାଷାରେ ଅଭିଭାଷଣ ପ୍ରସାରଣ ପରେ ଆଞ୍ଚଳିକ ଚ୍ୟାନେଲଗୁଡ଼ିକ ଦ୍ୱାରା ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆକାଶବାଣୀର ସମସ୍ତ ଆଞ୍ଚଳିକ ନେଟୱାର୍କରେ ରାତି 9:30ରେ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଆଲୋଚନା ହେବ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକ ସମୀକ୍ଷା କରିବା ସହ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ। ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ଅନେକଗୁଡ଼ିଏ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ସୁବିଆଣ୍ଟୋ ଗତ ଗୁରୁବାରଠାରୁ 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସହ ସେ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ସୁବିଆଣ୍ଟୋ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ। ଆସନ୍ତାକାଲି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 76ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ସୁବିଆଣ୍ଟୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗତବର୍ଷ ଅକ୍ଟୋବର ମାସରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଚଳିତ ମହାକୁମ୍ଭ ମେଳାରେ ଆସନ୍ତା 29 ତାରିଖରେ ମୌନି ଅମାବାସ୍ୟା ପଡ଼ୁଥିବାରୁ ପ୍ରାୟ 10 କୋଟି ଶ୍ରଦ୍ଧାଳୁଙ୍କ ସମାବେଶ ହେବ ବୋଲି ଉତ୍ତରପ୍ରଦେଶ ସରକାର ଆକଳନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ଓ ଭିଡ଼କୁ ଦକ୍ଷତାର ସହ ପରିଚାଳନା କରିବା ନିମନ୍ତେ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି। ଏଥିପାଇଁ ମହାକୁମ୍ଭ ମେଳାକୁ 5ଟି ଜୋନ୍ ଓ 25ଟି ସେକ୍ଟରରେ ବିଭକ୍ତ କରାଯାଇଛି। ମେଳା ପ୍ରଶାସନ ପକ୍ଷରୁ ମୌନି ଅମାବାସ୍ୟାରେ ଯେଭଳି ଶ୍ରଦ୍ଧାଳୁମାନେ ସୁରକ୍ଷିତ ଚଳପ୍ରଚଳ କରିପାରିବେ ଓ ଅମୃତ ସ୍ନାନ କରିବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। କୁମ୍ଭମେଳା ସମୟରେ ପବିତ୍ର ସ୍ନାନ ବିଧିର ଗୁରୁତ୍ୱ ରହିଛି। ସୂଚନା ଅନୁଯାୟୀ ଶ୍ରଦ୍ଧାଳୁମାନେ ଯେଉଁ ସେକ୍ଟର ଓ ଜୋନ୍ରେ ସ୍ନାନ କରି ଫେରିବେ ତାହା ସୁନିଶ୍ଚିତ କରିବାକୁ ମେଳା ପ୍ରଶାସନ ଅଧିକାରୀମାନଙ୍କୁ କହିଛି। କୌଣସି ପରିସ୍ଥିତିରେ ଶ୍ରଦ୍ଧାଳୁମାନଙ୍କୁ ସଙ୍ଗମ ଦ୍ୱାର କିମ୍ବା ଅନ୍ୟ ଜୋନ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଚଳିତ ମାସ 27ରୁ 29 ତାରିଖ ପର୍ଯ୍ୟନ୍ତ ସଙ୍ଗମ ଦ୍ୱାର ପର୍ଯ୍ୟନ୍ତ ଯାତାୟାତ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଥର ସହଜରେ ସ୍ନାନ କରିବା ଲାଗି 12 କିଲୋମିଟର ଦୀର୍ଘ ଘାଟ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁମାନଙ୍କୁ ସେମାନଙ୍କ ପ୍ରବେଶପଥ ନିକଟସ୍ଥ ଘାଟରେ ସ୍ନାନ କରିବାକୁ ପଡ଼ିବ। ଘାଟଗୁଡ଼ିକରେ ଭିଡ଼ ପରିଚାଳନା ଲାଗି ସ୍ୱେଚ୍ଛାସେବୀମାନଙ୍କୁ ମୁତୟନ କରାଯିବ। ଉତ୍ତରପ୍ରଦେଶର ପ୍ରୟାଗରାଜର ମହାକୁମ୍ଭ ନଗରର ସେକ୍ଟର 7ରେ ଗତକାଲିଠାରୁ 3 ଦିନିଆ ଡ୍ରୋନ୍ ଶୋ ଆରମ୍ଭ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଶୋରେ ଶହ ଶହ ଡ୍ରୋନ୍ ବିଭିନ୍ନ ଆଲୋକିତ ଦୃଶ୍ୟ ସୃଷ୍ଟି କରିଥିଲେ। ଅମୃତ କଳସ ସମୁଦ୍ର ମନ୍ଥନ ସହିତ ଦେବଦେବୀଙ୍କ ଚିତ୍ରଣ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଡ୍ରୋନ୍ ଶୋ ଜରିଆରେ ମହାକୁମ୍ଭର ଆଧ୍ୟାତ୍ମିକ ଓ ସାଂସ୍କୃତିକ ବିଷୟବସ୍ତୁକୁ ସୁନ୍ଦର ଭାବରେ ଚିତ୍ରଣ କରାଯାଇ ପ୍ରଦର୍ଶନ କରାଯାଉଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଆକାଶବାଣୀର ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ସର୍ବଭାଷା କବି ସମ୍ମିଳନୀ ଆଜି ରାତି 10ଟାରେ ଆକାଶବାଣୀର ସମସ୍ତ ନେଟୱାର୍କରେ ପ୍ରସାରିତ ହେବ। ଏଥିରେ ଦେଶର ପ୍ରାୟ 400 ଜଣ କବି ଗୋଟିଏ ମଞ୍ଚରେ ଏକାଠି ହୋଇ କବିତା ପାଠ କରିବେ। 1956 ମସିହାରେ ଆରମ୍ଭ ହୋଇଥିବା ସର୍ବଭାଷା କବି ସମ୍ମିଳନୀ ହେଉଛି ସମସ୍ତ ଭାରତୀୟ ଭାଷାର ସମସାମୟିକ କବିତାର ସମନ୍ୱିତ ଉପସ୍ଥାପନା।
ଏହି ମଞ୍ଚ ଜରିଆରେ ଜାତୀୟ ଏକତା ଏବଂ ଭାଷାଗତ ସୌହାର୍ଦ୍ଦ୍ୟକୁ ଏକ ସୃଜନଶୀଳ ପରିଚୟ ମିଳିଥାଏ। ଗଣତନ୍ତ୍ର ଦିବସ ସମାରୋହ ଦେଖିବା ପାଇଁ ଜନସାଧାରଣ ଯେଭଳି କର୍ତ୍ତବ୍ୟ ପଥରେ ପହଞ୍ଚି ପାରିବେ, ସେଥିଲାଗି ଦିଲ୍ଲୀ ମେଟ୍ରୋ ଆସନ୍ତାକାଲି ରାତି 3ଟାରୁ ସମସ୍ତ ଲାଇନ୍ରେ ସେବା ଆରମ୍ଭ କରିବ। ଦିଲ୍ଲୀ ମେଟ୍ରୋ ଅନୁଯାୟୀ ସକାଳ 6ଟା ପର୍ଯ୍ୟନ୍ତ ପ୍ରତି 30 ମିନିଟ୍ ବ୍ୟବଧାନରେ ଟ୍ରେନ୍ ଚଳାଚଳ କରିବ। ଅନ୍ୟ ସମୟରେ ସାଧାରଣ ସୂଚୀ ଅନୁଯାୟୀ ଯାତ୍ରା ଜାରି ରହିବ। ସାରା ଦେଶରେ ଆଜି 15ଶ ଜାତୀୟ ଭୋଟର ଦିବସ ପାଳିତ ହେଉଛି। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ସମେତ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ। ଗତକାଲି ଶେଷ ହୋଇଥିବା ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ 2 ଦିନିଆ ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ନିର୍ବାଚନ ପରିଚାଳନା ସଂସ୍ଥାର ମୁଖ୍ୟ ଓ ପ୍ରତିନିଧିମାନେ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଜାତୀୟ ଭୋଟର ଦିବସର ବାର୍ତ୍ତା ହେଉଛି, ଭୋଟ ଦେବା ଭଳି ଆଉ କିଛି ନାହିଁ, ମୁଁ ନିଶ୍ଚିତ ଭୋଟ ଦେବି। ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେବା ଏବଂ ମତଦାତାଙ୍କୁ ସେମାନଙ୍କ ମତାଧିକାର ବ୍ୟବହାର ପାଇଁ ଗର୍ବ ଅନୁଭବ କରିବାକୁ ଉତ୍ସାହିତ କରିବା ଏହି ଦିବସର ଉଦ୍ଦେଶ୍ୟ। ଆଜିର ମୁଖ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ବାଚନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟୋରସ୍ ଜୁଏଲାରୀ ଚଳାଉଥିବା ପ୍ଲାଟିନମ୍ ହର୍ନ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଜାଲିଆତି ନିବେଶ କରାଯାଇଥିବା ଅଭିଯୋଗରେ ମୁମ୍ବାଇ ଏବଂ ଜୟପୁରର 13ଟି ସ୍ଥାନରେ ଚଢ଼ାଉ କରିଛି। ଅଳଙ୍କାର ଏବଂ ରତ୍ନପଥରରେ ନିବେଶ ଉପରେ ସାପ୍ତାହିକ 2-9% ଲାଭ ଦେବାକୁ ପ୍ରତିଶ୍ରୁତି ଦେଇ କମ୍ପାନୀ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଥିଲା। ଆପତ୍ତିଜନକ ଦସ୍ତାବିଜ, ଡିଜିଟାଲ ପ୍ରମାଣ ଏବଂ 13 କୋଟିରୁ ଅଧିକ ଟଙ୍କାର ସନ୍ଦେହଜନକ କାରବାର ଠାବ ହେବା ପରେ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ 21,75,00,000 ଟଙ୍କା ଜବତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତ ପ୍ରତି ବିଶ୍ୱ ଆକୃଷ୍ଟ ହେବାର 2ଟି ପ୍ରମୁଖ କାରଣ ହେଉଛି ବିଶ୍ୱାସ ଓ ପ୍ରତିଭା। ସୁଇଜରଲ୍ୟାଣ୍ଡର ଡାଭୋସଠାରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ତ ବାଧାବିଘ୍ନ ଏବଂ ସମସ୍ୟା ସତ୍ତ୍ୱେ ଭାରତ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ଅଗ୍ରାଧିକାର ଦେଉଛି। ଇସ୍ରାଏଲ ସହ ଗାଜା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ହମାସ ଆଜି ମୁକ୍ତ ହେବାକୁ ଥିବା 4 ଜଣ ଇସ୍ରାଏଲ ମହିଳା ବନ୍ଧୁକଙ୍କ ନାମ ପ୍ରକାଶ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀରେ କାର୍ଯ୍ୟରତ 20 ବର୍ଷୀୟ କାରିନା ଆରିଫ୍, ଡାନିଏଲା ଗିଲବୋଆ, ନାମା ଲେଭି ଏବଂ 19 ବର୍ଷୀୟ ଲିରି ଅଲବାଗ ମୁକ୍ତ ହେବେ। 2023 ମସିହା ଅକ୍ଟୋବର 7 ତାରିଖରେ ହମାସ ସୀମାପାର ଆକ୍ରମଣ କରିବା ପରେ ଇସ୍ରାଏଲ ନାହାଲ ଓଜ୍ ବେସ୍ରୁ ଏହି 4 ଜଣ ସୈନିକଙ୍କୁ ବନ୍ଦୀ କରି ନିଆଯାଇଥିଲା। ଚୁକ୍ତି ଅନୁଯାୟୀ ଆଗାମୀ ଦିନରେ ଇସ୍ରାଏଲ ଜେଲରୁ 180 ଜଣ ପ୍ୟାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ। ଗତ ରବିବାର ଅସ୍ତ୍ରବିରତି ଲାଗୁ ହେବା ପରେ ଦ୍ୱିତୀୟ ଥର ପାଇଁ ଆଜି 4 ଜଣ ବନ୍ଦୀଙ୍କୁ ମୁକ୍ତ କରାଯାଉଥିବା ବେଳେ ପ୍ରଥମ ଅଦଳ ବଦଳରେ 3 ଜଣ ବନ୍ଧକ ଓ 90 ଜଣ କଏଦୀଙ୍କୁ ମୁକ୍ତ କରାଯାଇଥିଲା। ଚେନ୍ନାଇର M.A. ଚିଦାମ୍ବରମ୍ ଷ୍ଟାଡିୟମରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 କ୍ରିକେଟ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7ଟାରେ ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ 5 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ 1-0 ଆଗୁଆ ରହିଛି। ଗତ ବୁଧବାର କୋଲକାତାରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରିଥିଲା। ମହିଳା ହକି ଇଣ୍ଡିଆ ଲିଗ୍ରେ ସୁରମା ହକି କ୍ଲବ 4-2 ଗୋଲ୍ରେ ସ୍ରାଚିରାର ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ରାଞ୍ଚିରେ ସୁରମା ହକି କ୍ଲବ ଓ ଓଡ଼ିଶା ୱାରିୟର୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସ୍ରାଚିରାର ବେଙ୍ଗଲ ଟାଇଗର୍ସ 5-3 ଗୋଲ୍ରେ କଳିଙ୍ଗ ଲାନ୍ସର୍ସକୁ ପରାସ୍ତ କରିଛି। ଆଜି ସନ୍ଧ୍ୟା 6ଟାରେ ତାମିଲନାଡୁ ଡ୍ରାଗନ୍ସ ଓ ଟିମ୍ ଗୋନାସିକା ମଧ୍ୟରେ ଏବଂ ରାତି 8:15 ହାଇଦ୍ରାବାଦ ତୁଫାନ୍ସ ଓ ୟୁପି ରୁଦ୍ରାସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲରେ ଇଷ୍ଟ ବେଙ୍ଗଲ ଏଫ୍ସି 2-1 ଗୋଲ୍ରେ କେରଳ ବ୍ଲାଷ୍ଟର୍ସ ଏଫ୍ସିକୁ ପରାସ୍ତ କରିଛି। ଆଜି ଗୋଆରେ ସନ୍ଧ୍ୟା 7:30 ଏଫ୍ସି ଗୋଆ ଏବଂ ଚେନ୍ନାଇ ଏଫ୍ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। 76ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଡୋଙ୍କ ମଧ୍ୟରେ ଆଜି ହେବ ଆଲୋଚନା। ଆକାଶବାଣୀର ସମସ୍ତ ନେଟୱାର୍କରେ ଆଜି ରାତି 10ଟାରେ ପ୍ରସାରଣ ହେବ ସର୍ବଭାଷା କବି ସମ୍ମିଳନୀ। ସାରା ଦେଶରେ ଆଜି ପାଳିତ ହେଉଛି 15ଶ ଜାତୀୟ ଭୋଟର ଦିବସ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜି ସନ୍ଧ୍ୟାରେ ଖେଳାଯିବ ଦ୍ୱିତୀୟ T20 କ୍ରିକେଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।